ଶ୍ରୀକ୍ଷେତ୍ର ପୁରୀରେ ରଥାରୂଢ଼ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ମକର ରାଶି ଜାତ ବ୍ୟକ୍ତିଙ୍କର ରହିଥିବା ସମସ୍ତ ଦୋଷ ଖଣ୍ଡନ ହୋଇ ମନବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ମକର ରାଶି ଶନିଦେବଙ୍କର ରାଶି। ଚଳିତ ଜୁଲାଇ ମାସ 20 ତାରିଖ ଠାରୁ 31 ତାରିଖ ପର୍ଯ୍ୟନ୍ତର ସମୟ ମକର ରାଶି ପାଇଁ ଧୈର୍ଯ୍ୟ, ସଂଯମ ଏବଂ ଅନୁଶାସନ ଭରା ସମୟ ରହିବ। ଏହି ସମୟରେ ଅଳସୁଆପଣ ଛାଡ଼ିବା ସହିତ ଅହଙ୍କାର ଭାବକୁ ପରିତ୍ୟାଗ କରିଦେବା ଉଚିତ ହେବ। କାରଣ ଏହି ସମୟରେ ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ସହିତ ନୂତନ ଦାୟିତ୍ୱ ଗ୍ରହଣ କରିବାର ଯୋଗ ରହିଅଛି। ଆର୍ଥିକ ଦୃଷ୍ଟିକୋଣରୁ ଜୁଲାଇ ମାସର ଶେଷ 10 ଦିନ ପୂର୍ବ ପରି ସାମାନ୍ୟ ଭାବରେ ଗତି କରିବ। ଅଧିକ ଲାଭ ଆଶାରେ ଜୁଆ, ସଟ୍ଟା ବଜାର ତଥା ସେୟାର ମାର୍କେଟ ଭଳି ସଂସ୍ଥାରେ ଅର୍ଥ ନିବେଶ କରିବା ଉଚିତ ହେବ ନାହିଁ, ନଚେତ୍ ଆର୍ଥିକ କ୍ଷତି ଘଟିବାର ବହୁତ ସମ୍ଭାବନା ରହିଅଛି। ବାଣିଜ୍ୟ ବ୍ୟବସାୟ କରୁଥିବା ମକର ରାଶି ଜାତ ବ୍ୟକ୍ତିଙ୍କର ଆୟ ଅଧିକ ହେଲେ ମଧ୍ୟ ବ୍ୟୟ ବା ଖର୍ଚ୍ଚର ଭାର ଅଧିକା ରହୁଥିବା ହେତୁ ଦେଖିଚାହିଁ ଖର୍ଚ୍ଚ କରିବା ଉଚିତ ହେବ, ନଚେତ୍ ଆୟଠାରୁ ବ୍ୟୟ ଅଧିକ ହୋଇଯିବାର ବହୁତ ସମ୍ଭାବନା। ଚାକିରି କରିଥିବା ମକର ରାଶି ଜାତ ବ୍ୟକ୍ତିଙ୍କ ପାଇଁ କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ଗ୍ରହଣ କରିବା ପାଇଁ ସୁଯୋଗ ଆସିବ। କାର୍ଯ୍ୟରେ ସଫଳ ହେବା ପାଇଁ ସହକର୍ମୀ ଓ ଉପରିସ୍ଥ ଅଧିକାରୀଙ୍କ ସହିତ ସୁସମ୍ପର୍କ ରକ୍ଷା କରିବା ଉଚିତ ହେବ। ପାରିବାରିକ ଜୀବନ ସମ୍ପର୍କରେ ଚିନ୍ତା କଲେ ଜଣାଯାଏ ମକର ରାଶି ଜାତ ବ୍ୟକ୍ତି ଏ ସମୟରେ ପରାକ୍ରମୀ ରହିବେ, ଅନୁଶାସନ ପ୍ରିୟ ଓ ଧୈର୍ଯ୍ୟଶୀଳ ହେବେ। ଦମ୍ପତି ଭ୍ରମଣ ନିମନ୍ତେ ଯୋଜନା କରିବେ, କିନ୍ତୁ ମକର ରାଶିର ଦ୍ୱିତୀୟ ଭାବ କୁମ୍ଭ ରାଶିରେ ଅବସ୍ଥାନ କରିଥିବା ରାହୁ କୁଟୁମ୍ବ ଭିତରେ ଷଡ଼ଯନ୍ତ୍ରର ବୀଜ ବୁଣିବାକୁ ଚେଷ୍ଟା କରିବେ। ପ୍ରେମ ସମ୍ପର୍କରେ ରହିଥିବା ପୁଅ ଓ ଝିଅ ପ୍ରେମ ସମ୍ପର୍କକୁ ବିବାହ ବନ୍ଧନରେ ବାନ୍ଧିବା ପାଇଁ ଗମ୍ଭୀର ଭାବେ ଚିନ୍ତା ଓ ଚେଷ୍ଟା କରିବେ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହି ସମୟ ମକର ରାଶି ପାଇଁ ଭଲରେ ଯାଉଥିଲେ ମଧ୍ୟ ଋତୁ ପରିବର୍ତ୍ତନ ଜନିତ ସମସ୍ୟାର ସାମନା କରିବାକୁ ପଡ଼ିପାରେ। ତା ସହିତ ମାନସିକ ଦୁଶ୍ଚିନ୍ତା ଦେଖାଯିବାର ସମ୍ଭାବନା ରହିଅଛି। ଛାତ୍ରଛାତ୍ରୀମାନେ ଶିକ୍ଷା ଗ୍ରହଣରେ ଅଳସୁଆମୀର ପ୍ରଦର୍ଶନ କରିବେ। ମକର ରାଶି ଜାତ ବ୍ୟକ୍ତି ଜୁଲାଇ ମାସର ଏହି ସମୟରେ ଭଲ ଫଳ ପାଇବା ପାଇଁ ମହାବୀର ହନୁମାନଙ୍କର ପୂଜାର୍ଚ୍ଚନା କରନ୍ତୁ। ପ୍ରତ୍ୟହ ହନୁମାନ ଚାଳିଶା ପାଠ କଲେ ବହୁତ ଗୁଡ଼ିଏ ସମସ୍ୟାର ସମାଧାନ ହୋଇଥାଏ। ଶ୍ରୀକ୍ଷେତ୍ର ପୁରୀରେ ରଥାରୂଢ଼ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ମକର ରାଶି ଜାତ ବ୍ୟକ୍ତିଙ୍କର ରହିଥିବା ସମସ୍ତ ଦୋଷ ଖଣ୍ଡନ ହୋଇ ମନବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।